ବର୍ତ୍ତମାନ ସମୟରେ ମନୁଷ୍ୟାତ୍ମାଗଣ ମାୟା ଅର୍ଥାତ୍ ରାବଣର ପଞ୍ଝାରେ କବଳିତ। ଶିଳ୍ପୋନ୍ନତି, ପ୍ରଚୁର ଧନଧାନ୍ୟ, ସାଂସାରିକ ସୁଖ ଓ ସୁବିଧା ଥାଇ ମଧ୍ୟ ମନୁଷ୍ୟ ପ୍ରକୃତ ସୁଖ ଶାନ୍ତି ପାଇ ପାରୁନାହିଁ। ଘରେ ଘରେ ଝଗଡ଼ା ଝାଟି, ଦୁଃଖ ଅଶାନ୍ତି ଲାଗି ରହିଛି ତଥା ଭ୍ରଷ୍ଟାଚାର, ଅପମିଶ୍ରଣ ଓ ଅଧର୍ମ ଓ ମିଥ୍ୟାରେ ରାଜତ୍ୱ ଚାଲିଛି। ତେଣୁ ଏହାକୁ ହିଁ ରାବଣ ରାଜ୍ୟ କୁହାଯାଉଛି। ବର୍ତ୍ତମାନ ଶିବ ପରମାତ୍ମା ଗୀତାରେ ଦେଇଥିବା ନିଜର ଭାଷା ଅନୁଯାୟୀ ସହଜ ଜ୍ଞାନ ଓ ରାଜଯୋଗର ଶିକ୍ଷା ଦେଉଛନ୍ତି ଏବଂ ମନୁଷ୍ୟ ଆତ୍ମାଙ୍କୁ ମନ ବିକାରକୁ ନଷ୍ଟ କରି ଦୈବୀ ଗୁଣ ଧାରଣ କରାଉଛନ୍ତି। ସେ ଗାନ୍ଧୀଙ୍କର ଇପ୍ସିତ ରାମରାଜ୍ୟ ସ୍ଥାପନା କରୁଛନ୍ତି। ଏଣୁ ଆମେ ସମସ୍ତେ ସତ୍ୟ, ଧର୍ମ ଓ ନିର୍ବିକାରୀ ମାର୍ଗ ଅନୁସରଣ କରି ପରମାତ୍ମାଙ୍କର ଏହି ମହାନ କାର୍ଯ୍ୟରେ ସହଯୋଗ କରିବା। ଓମ୍ ଶାନ୍ତି।